जय जगन्नाथ आपण मानक प्रज्योतिष वर्ल्ड को स्वागत। आज हूँ रविवार 12 जनवरी रविवार काली हूँ सोमवार। काली हूँ आमर 13 जनवरी सोमवार जहाँकि आमर काली हूँ पौष पूर्णिमा। पौष मास पर आमर माघ मास आसी थाए। जेमिति कार्तिक मास हूँ आमर गोटे धर्म मास, सेहीपरि माघ मास हूँ आमर गोटे धर्म मास। आ माघ मास गोटे मास पूरा व्रत करा जाई थाए। एई वर्ष माने 2025 वर्ष रे आपणकर पूर्णिमा परदिन माने पौष पूर्णिमा आपनको पड़छि काली पड़छि सोमवार। तो मंगलवार दिन 14 जनवरी मंगलवार दिन ठारू आपणकर पूरा गोटे मास माने 12 फेब्रुआरी पर्यंत पूर्णिमा। तो सेती दिन गोटे मास आमर पूर्णिमा रो पूर्णिमा गोटे मास आपणकर माघ मास रोची। आपण एही माने 14 जनवरी 12 फेब्रुआरी पर्यंत गोटे मास माघ मासर व्रत आपण करिपारिबे। देखନ୍ତୁ ମୁଁ ଆପଣ ପଞ୍ଜିକାରୁ ହିଁ ସୁଟ୍ କରି ଦେଖଉଛି। ମକର ସଂକ୍ରାନ୍ତି ତା ସହିତ ପୋଙ୍ଗଲ ଆପଣଙ୍କ ମାଘ ବ୍ରତ ଆରମ୍ଭ ମଧ୍ୟ ରହୁଛି କେବେ 14 ଜାନୁଆରୀ। ମକର ସଂକ୍ରାନ୍ତି ମାନେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ କ'ଣ କରିବେ ଚଳନ କରିବେ। ତ ଯେହେତୁ ମକର ରାଶିକୁ ଚଳନ କରୁଛନ୍ତି ତ ତାହେଲେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ରହୁଛି। ଉତ୍ତରାୟଣ ହେଲେ କ'ଣ ହବ? ଭଗବାନଙ୍କର ଉତ୍ତରାୟଣ ମାନେ ଭଗବାନଙ୍କର ତାଙ୍କର ଶୁଭର ସମୟ, ସକାଳର ସମୟ। ଦକ୍ଷିଣାର ସମୟ ମାନେ ସୂର୍ଯ୍ୟଦେବଙ୍କର ଦକ୍ଷିଣାବର୍ତ୍ତୀ ଯେତେବେଳେ ହୁଅନ୍ତି ଦେବତା ମାନଙ୍କର ସେ ସମୟରେ ଅନ୍ଧକାରର ସମୟ। ତେଣୁ ଆପଣ ଏଇ 6 ମାସ ମାନେ ଉତ୍ତରାୟଣ ସମୟ 6 ମାସ ଥାଏ ବର୍ଷକରେ, ଦକ୍ଷିଣାୟନ ସମୟ ମଧ୍ୟ ଆପଣଙ୍କ 6 ମାସ ଥାଏ। 6 ମାସ ଟୋଟାଲ 12 ମାସ ରହିବ। ତ 6 ମାସ ମିନିମମ୍ ଜାନୁଆରୀ ଜୁନ ପର୍ଯ୍ୟନ୍ତ ଯେଉଁ କିଛି ବି ଆପଣ ଶୁଭ କର୍ମ କରୁଛନ୍ତି କି ଆପଣଙ୍କ ଯିଏ ମୃତ୍ୟୁବରଣ କଲେ ତ ଯେତିକି ଭଲ କାମ ଯଦି ସେଇ ସମୟରେ ହେଉଛି ଦେବତା ମାନଙ୍କର ଆଶୀର୍ବାଦ ରହୁଛି। ତ ଦେଖନ୍ତୁ 14 ଜାନୁଆରୀରୁ ଆପଣଙ୍କର ମକର ସଂକ୍ରାନ୍ତି ଅଛି। ସେଇ ମକର ସଂକ୍ରାନ୍ତିରୁ ଆପଣଙ୍କର ମାଘ ମାସର ବ୍ରତ ଆରମ୍ଭ କରି ଆପଣ କ'ଣ କରିବେ 12 ଫେବ୍ରୁଆରୀ ପର୍ଯ୍ୟନ୍ତ ଆପଣ ମାଘ ମାସର ବ୍ରତ ସେଇଦିନ ସମାପନ କରିବେ। ଯେଉଁଦିନ ମାଘ ପୂର୍ଣ୍ଣିମା ରହୁଛି ତା ସହିତ କୁମ୍ଭ ସଂକ୍ରାନ୍ତି ରହୁଛି। ଯେଉଁମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମା କରିବେ ସେମାନଙ୍କ ପାଇଁ ଯେତିକି ଡେଟ୍ ଅଛି, କାରଣ ସଂକ୍ରାନ୍ତି ପୂର୍ଣ୍ଣିମା ଏବେ ଗୋଟେ ଦିନରେ ପଡ଼ୁଛି, ତେଣୁକରି ମାନେ ଡେଟ୍ ଆପଣଙ୍କର ମାନେ ପୁରା ସମାନ ରହିବ। ତ ଯେଉଁମାନେ ମାଘ ମାସ ବ୍ରତ କରୁଛନ୍ତି ସେମାନେ କ'ଣ ନିୟମ ପାଳନ କରିବେ ଦେଖନ୍ତୁ। ତ ଫାଷ୍ଟ ହେଉଛି ଯେହେତୁ ଗୋଟେ ବ୍ରତ ଆରମ୍ଭ କରୁଛନ୍ତି ଗୋଟେ ମାସର ବ୍ରତ, ତ ପ୍ରଥମେ ସଂକଳ୍ପ କରିବେ। ଆପଣ ଏଇ ମାନେ ମଙ୍ଗଳବାର ଦିନ 14 ଜାନୁଆରୀ ମଙ୍ଗଳବାର ଦିନ ଆପଣ କ'ଣ କରିବେ ଟିକେ ଜଲ୍ଦି ଉଠି ପଡ଼ିବେ ବ୍ରହ୍ମମୁହୂର୍ତ୍ତ। ଯେହେତୁ ସେଇଦିନ ଆପଣ ମକର ସଂକ୍ରାନ୍ତି ଅଛି, ବହୁତ ବଡ଼ ଦିନଟି ଅଛି। ସେଦିନ ଦାନ ଧର୍ମ ଜପ ତପ ସ୍ଥାନର ବହୁତ ମହତ୍ତ୍ୱ ରହିଛି। ତେଣୁକରି ଆପଣ ସେଦିନ ଟିକେ ଜଲ୍ଦି ଉଠି ପଡ଼ିବେ। ବ୍ରହ୍ମ ମୁହୂର୍ତ୍ତରେ ଉଠିକରି ଆପଣ ପୁରା ମୁଣ୍ଡ ଧୋଇ ଗାଧେଇବେ। ତ ମାଘ ମାସରେ ଦେଖନ୍ତୁ ବିଶେଷ କରି ସ୍ନାନର ମହତ୍ତ୍ୱ ବହୁତ ଅଧିକ। ତେଣୁ ଆପଣ ଯଦି ବାହାରେ ପାଖାପାଖି ନଦୀ ପୋଖରୀ କି ତୀର୍ଥ ସ୍ଥାନରେ ଆପଣ ଯଦି ସେ ସ୍ଥାନରେ ରହୁଛନ୍ତି ଆପଣ ସେଠି ଯଦି ଯାଇକରି ଗାଧେଇ ପାରୁଛନ୍ତି ତାହେଲେ ଭଲ କଥା। ଯଦି ଆପଣ ନ ଗାଧେଇ ପାରୁଛନ୍ତି ଆପଣ କ'ଣ କରିବେ ଯେଉଁଠି ମାନେ ବାଥରୁମରେ ଯେଉଁ ଗାଧଉଛନ୍ତି ସ୍ନାନ କରୁଛନ୍ତି ସେଥିରେ ଟିକେ ତୀର୍ଥ ଜଳ ମାନେ ଗଙ୍ଗା ଜଳ ଆପଣ ଟିକେ ମିଶାଇ ପାରିବେ। ନହେଲେ ଆପଣ କ'ଣ କରିବେ ସେଥିରେ ହଳଦୀ ଗୁଣ୍ଡ ମିଶାଇ ପାରିବେ, ଅଁଳା ଗୁଣ୍ଡ ମିଶାଇ ପାରିବେ, ନହେଲେ ଗୋମୟ ଟିକେ ମିଶାଇ କରି ସେଇଥିରେ ଆପଣ ମୁଣ୍ଡ ଧୋଇ ପ୍ରଥମ ଦିନ ଗାଧେଇବେ। ଗାଧେଇ କରି ଆପଣ କ'ଣ କରିବେ ନିଜର ମାନେ ଘର ଦ୍ୱାରା ପୁରା ଆଗରୁ ତ ସବୁ ସଫାସୁତୁରା କରିଥିବେ। ତାପରେ ଆପଣ କ'ଣ କରିବେ ଧୂଆ ବସ୍ତ୍ର ପିନ୍ଧି ଆପଣ କ'ଣ କରିବେ ଘର ପୂଜା ସାରିବେ। ତାପରେ ସଂକଳ୍ପ ନେବେ। ସଂକଳ୍ପ କ'ଣ ନେବେ? ସଂକଳ୍ପ ହାତରେ ଆପଣ କ'ଣ କରିବେ ଟିକେ ଚାହିଁବେ ଯଦି ସଂକଳ୍ପ ଆପଣ ଘରେ ନେଇପାରିବେ, ନହେଲେ ଆପଣ ମନ୍ଦିରରେ ନେଇପାରିବେ। ଆପଣଙ୍କ ସୁବିଧା ଯାହା ହେଉଛି ଆପଣ କରିପାରିବେ। ଘରେ ଯଦି ନେଉଛନ୍ତି ହାତରେ ଆପଣ କ'ଣ କରିବେ ଜଳ ଟିକେ ଅକ୍ଷତ ତୁଳସୀ ଗୁଆ କୁଶ ଏହିପରି ଭାବରେ ରଖି ଆପଣ କ'ଣ କରିବେ ଭଗବାନ ନାରାୟଣଙ୍କୁ ସ୍ମରଣ କରି ଆପଣଙ୍କର କହିବେ ମାଘ ମାସର ଆପଣଙ୍କର କୃଷ୍ଣ ପକ୍ଷର ପ୍ରତିପଦା ତିଥି ଠାରୁ ଗୋଟେ ମାସ ମାଘ ମାସର ବ୍ରତ ମୁଁ ଆପଣଙ୍କ ନାମ କହିବେ, ଆପଣ ଗୋତ୍ର କହିବେ, କହିକରି ଆପଣଙ୍କ ଯାହା ମନସ୍କାମନା ଥିବ ସେଟା କହିବେ। ତାପରେ କହିବେ ମୁଁ ସଂକଳ୍ପ କରୁଛି, ଏହା କହିକିନା ଭଗବାନଙ୍କୁ ଆପଣ ଜଣେଇବେ। ତାପରେ ଆପଣ କ'ଣ କରିବେ ସେଇ ଜଳ ମାଟିରେ ପକେଇଦେବେ। ଆପଣ ଚାହିଁବେ ଯଦି ତଳେ ପକେଇ ପାରିବେ, ନହେଲେ ଆପଣ ଗୋଟେ କେଉଁ ପ୍ଲେଟ୍ ନେଇଥିବେ ଯଦି ପ୍ଲେଟ୍
ମାନେ ଥୋଇଦେବେ। ଯଦି ବ୍ରାହ୍ମଣ କରଉଛନ୍ତି ତ ଆପଣଙ୍କ ମନ୍ଦିରରେ ଆପଣ ତାଙ୍କ ହିସାବରେ ସିଏ ଯାହା କହିବେ ତ ସେଇ ହିସାବରେ ଆପଣ କରିପାରିବେ। ତ ଆପଣ ସଂକଳ୍ପ ନେବି ଆପଣ ଗୋଟେ ମାସ ଯେମିତି କାର୍ତ୍ତିକ ମାସ ସାରା ଆପଣ ବ୍ରତ ରଖୁଛନ୍ତି ଗୋଟେ ମାସର ବ୍ରତ ସେହିପରି ଆପଣ ମାଘ ମାସର ସେମ୍ କିଛି ଚେଞ୍ଜ ହବନି ତ ସେଇ ବ୍ରତ ରଖିବେ। ମନ୍ଦିର ଯଦି ପାରୁଛନ୍ତି ଆପଣଙ୍କୁ ସମୟ ରହୁଛି ତ ମନ୍ଦିର ଆପଣ କଣ କରିବେ ହରହରିଙ୍କର ମନ୍ଦିର ଯିବେ ନହେଲେ ନାରାୟଣଙ୍କର ମନ୍ଦିର ଯିବେ। ରାତିରେ ଚଉରା ମୂଳେ ପୂଜା କରିବେ ଚନ୍ଦ୍ରଦେବଙ୍କୁ ପୂଜା କରିବେ। ତା ବ୍ୟତୀତ ଆପଣ ଯାହା ବି ପୁରାଣ ଆପଣ ମାଘ ମାସର ଗୋଟେ ମହାତ୍ମା ଅଛି ମାଘ ମହାତ୍ମା ବୋଲି ସେ ବହି ପାଠ କରିପାରିବେ। ଆପଣ ଚାହିଁବେ ଯଦି ଭାଗବତ ହଉ ଗୀତା ହଉ ଯେ ନାରାୟଣଙ୍କର ଭଗବାନ ନାରାୟଣଙ୍କ ସ୍ତୋତ୍ର ହଉ ଅଷ୍ଟକମ୍ ହଉ ଯାହା ଆପଣଙ୍କ ପାଖରେ ଅଛି ଆପଣ ପାଠ କରିପାରିବେ ନହେଲେ ଶୁଣିପାରିବେ। ତା ବ୍ୟତୀତ ଆପଣ ଯେଉଁ ନିୟମ ଛୋଟ ଛୋଟ ନିୟମ ରହୁଛି ଯେମିତିକି ଦିନ ବେଳେ ଶୋଇବେ ନାହିଁ କାହାର ଖରାପ କଥା ଚିନ୍ତା କରିବେ ନାହିଁ କାହାକୁ ନିନ୍ଦା ଅପମାନ ଦେବେ ନାହିଁ କାହା ସହିତ ଝଗଡ଼ା କରିବେ ନାହିଁ। ତା ବ୍ୟତୀତ ଆପଣ ଶାରୀରିକ ସମ୍ପର୍କ ରଖିବେ ନାହିଁ। ତା ବ୍ୟତୀତ ଆପଣ ବିନା ପିଆଜ ରସୁଣ ତା ସହିତ ଆମିଷ ଭକ୍ଷଣ କରିବେ ନାହିଁ। ତା ବ୍ୟତୀତ ଆପଣ ଯେଉଁ ଖାଦ୍ୟ ବାରଣ ରହିଥାଏ ଯେମିତିକି କାର୍ତ୍ତିକ ମାସରେ ବାରଣ ହୋଇଥାଏ ବହୁତ କିଛି ଖାଦ୍ୟ ସେହିପରି ଆପଣ ସେ ସବୁ ଖାଦ୍ୟ ଗ୍ରହଣ କରିବେ ନାହିଁ। ତା ବ୍ୟତୀତ ଆପଣ କଣ କରିବେ ଗୋଟେ ବେଳା ଅନ୍ନ ଭୋଜନ କରିବେ ଦୁଇ ବେଳା ଅନ୍ନ ଭୋଜନ କରିବେ ନାହିଁ। ରାତିରେ ବିଲକୁଲ ବି ଅନ୍ନ ଭୋଜନ କରିବେ ନାହିଁ। ରାତିରେ ଆପଣ ହାଲକା ଫୁଲକା କଣ ଖାଇପାରିବେ। ଆପଣ ଯଦି ମେଡ଼ିସିନ ଖାଇବାର ଅଛି କି ଦେହ ଖରାପ ରହୁଛି ତାହେଲେ ଆପଣ ପୁରୀ ରୁଟି କରି ଆପଣ ଖାଇକରି ମଧ୍ୟ ରହିପାରିବେ। ସେଇ ସମୟରେ ମାଘ ମାସରେ ବିଶେଷ କରି କୁହାଯାଏ ଯେ ମୂଳା ବରକୋଳି ଖଜୁରୀ କୋଳି ଏସବୁ ଖାଇବା ମନା ଅଛି। ତା ସହିତ ଆପଣ ଯେମିତିକି ମସୁର ଡାଲି ହଉ ତ ସେ ସବୁ ମଧ୍ୟ ଖାଇବା ମନା ଅଛି ତ ସେ ସବୁ ଆପଣ ଖାଇବେ ନାହିଁ। ତା ବ୍ୟତୀତ ଆପଣ ଯେମିତି ମନ୍ଦିର ଯିବା କଥା ଚଉରା ମୂଳେ ପୂଜା କରିବା କଥା ଭଗବାନ ନାରାୟଣଙ୍କୁ ପୂଜା କରିବା କଥା ସୋମବାର ଦିନ ମାଘ ମାସର ସୋମବାର ଯେଉଁମାନେ ବ୍ରତ କରୁଛନ୍ତି ଯେମିତି ମନ୍ଦିର ଯିବା କଥା ଶିବ ମନ୍ଦିର ଯିବେ ହରଙ୍କ ମନ୍ଦିର ଯିବେ ହରିଙ୍କ ମନ୍ଦିର ଯିବେ। ଯେଉଁ ସବୁ ନିୟମ ଆପଣ କାର୍ତ୍ତିକ ମାସରେ ପାଳନ କରୁଛନ୍ତି ସେଇ ସବୁ ନିୟମ ଆପଣ ମାଘ ମାସରେ ସେମିତି ପାଳନ କରିବେ। ଏଇ ସବୁ ନିୟମ ରହୁଛି ଛୋଟ ଛୋଟ ନିୟମ ଆଶା କରୁଛି ଏଇ ନିୟମ ଆପଣ ମାନିକରି ଆପଣଙ୍କର ଏଇ ମାଘ ମାସର ବ୍ରତ ସଫଳ କରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।